ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗି ଘରର ଜିନିଷପତ୍ର ନଷ୍ଟ। କୋରାପୁଟ ଜିଲ୍ଲା ନୀଳାବଳି ଗ୍ରାମର ସୋମନାଥ ବତରାଙ୍କ ଘରେ ରୋଷେଇ ଚାଲିଥିବା ବେଳେ ଗ୍ୟାସ୍ ସିଲିଣ୍ଡରରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଫଳରେ ବିଭିନ୍ନ ରୋଷେଇର ଜିନିଷପତ୍ର ଓ ରୋଷେଇ ଘରର ବିଭିନ୍ନ ସାମଗ୍ରୀରେ ନିଆଁ ଲାଗିବାରୁ କ୍ଷତିଗ୍ରସ୍ତ ହୋଇଥିଲା। ଘରେ ଥିବା ଲୋକମାନେ ଚିତ୍କାର କରିବା ପରେ ପଡ଼ୋଶୀ ଘର ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମକୁ ଡାକିଥିଲେ। ଅଗ୍ନିଶମ ବିଭାଗ ଘରେ ପହଞ୍ଚି ଅଗ୍ନି ଲିଭାଇଥିଲେ। ଅଗ୍ନିଶମ ପହଞ୍ଚିବା ପୂର୍ବରୁ ଆଖପଡ଼ୋଶୀର ଯୁବକମାନେ ନିଆଁକୁ ଆୟତ୍ତ କରିବାରେ ସମର୍ଥ ହୋଇଥିଲେ। ଏହାପରେ ଅଗ୍ନିଶମ ବିଭାଗ ସମସ୍ତ ନିଆଁ ଲିଭାଇବାରେ ସମର୍ଥ ହୋଇଥିଲେ। ତେବେ ଘରର ବିଭିନ୍ନ ଜିନିଷପତ୍ର ପୋଡ଼ିଯାଇ ନଷ୍ଟ ହୋଇଥିବା ଫଳରେ କ୍ଷତିଗ୍ରସ୍ତର ପରିମାଣ ଆକଳନ କରାଯାଇନାହିଁ। ଘଟଣାସ୍ଥଳର ତଦନ୍ତ ଚାଲିଥିବା ବେଳେ ଗ୍ୟାସ୍ ଲିକେଜକୁ ନେଇ ଅଗ୍ନି ହୋଇଥିବା ସନ୍ଦେହ କରାଯାଉଛି।